ଆମେ ଦେଖିବା ଯେ ନୂଆ ନ୍ୟୁଜ୍ଟେ ଯାହାକି କେବିକେ ଏରିଆ ମିନ୍ସ ହେଲା ନବରଙ୍ଗପୁର କୋରାପୁଟ ମାଲକାନଗିରି ପାଇଁ ବହୁତ ଖୁସିର ଖବର ଆସିଛି, ଯାହାକି ଏ ବର୍ଷର ବଜେଟ୍ରେ ପାସ୍ ହେଇଛି। ନୂଆ ଟ୍ରେକ୍ ଲାଇନ୍ ହେବ, ଯାହାକି କଳାହାଣ୍ଡି ଆଉ ନବରଙ୍ଗପୁର ଡିଷ୍ଟ୍ରିକ୍ଟକୁ ସଂଯୋଗ ହେବ ଟ୍ରେନ୍ ଲାଇନ୍। ଆଉ ଆଗରୁ କେବେ ବି ନଥିଲା। ଏଥିରେ କ'ଣ ହେବ, ନବରଙ୍ଗପୁରବାସୀ ବହୁତ ଉପକୃତ ହେବେ। ଆଉ ଏଠିର କମ୍ୟୁନିକେସନ୍ ବହୁତ ଭଲ ସୁବିଧା ହେବ, ଲୋକ ଏ ଏରିଆ ଡେଭଲପ୍ ବି ହେବ। ଆଉ ତାପରେ ବିଭିନ୍ନ ଇକୋନୋମିକାଲି ଡେଭଲପ୍ ବି ହେଇଯିବ। ତା ସହିତ ମାଲକାନଗିରିରୁ ଜୟପୁର ନୂଆ ଟ୍ରେନ୍ ଲାଇନ୍ ସଂଯୋଗ ହେବ। ଆଉ ମାଲକାନଗିରିରୁ ଭଦ୍ରାଚଲମକୁ ବି ଯିବ ଟ୍ରେନ୍ ଲାଇନ୍। ତ ଏଇଟା ବହୁତ ବଡ଼ ଖୁସିର ଖବର। ତ ଯାହାକି ଓଡ଼ିଶାରେ ଯେଉଁ ଜିଲ୍ଲାକୁ ଯେବେ ଟ୍ରେନ୍ ଲାଇନ୍ ଲାଗିନଥିଲା, ଏଇଟା ଟ୍ରେନ୍ ଲାଇନ୍ ଆସିବାର ବଜେଟ୍ ପାସ୍ ହେଇଛି। ତ ଆମେ ଏଥିରେ ଭାରତ ସରକାରଙ୍କୁ ବହୁତ ଅଭିନନ୍ଦନ ସ୍ୱାଗତ ଜଣାଉଛୁ ଯେ ଏଠି ନବରଙ୍ଗପୁର ଜିଲ୍ଲାକୁ ଆଉ ମାଲକାନଗିରି ଜିଲ୍ଲାକୁ ଟ୍ରେନ୍ ଲାଇନ୍ ସଂଯୋଗ କରୁଥିବା ଯୋଗୁଁ। ଆଉ ଏଇଟା ଏଇ ଜିଲ୍ଲାମାନଙ୍କ ମଧ୍ୟରେ ଖୁସିର ଖବର। ଧନ୍ୟବାଦ।